ଭୟ ମୁକ୍ତିର ଉପାୟ। ଡରର ମୁକାବିଲା କରିବା ପାଇଁ ଏହି ପ୍ରଥମ ପଦକ୍ଷେପ ନିଅନ୍ତୁ। ଯେତେବେଳେ ବି ଡର ଆସି କବାଟ ବାଡ଼େଇବ, ବିଶ୍ୱାସକୁ ଦୁଆର ଖୋଲିବାକୁ ପଠାନ୍ତୁ। ବିଶ୍ୱାସ ଦୁଆର ଖୋଲିଲେ ଦୁଆର ସାମ୍ନାରେ ଡର ନଥିବ। କାରଣ ଡର ହେଉଛି ବିଶ୍ୱାସର ଅଭାବ। ବିଶ୍ୱାସ ଆସିବା ମାତ୍ରେ ଡର ଉଭେଇଯାଏ। ଠିକ୍ ଯେମିତି ଆଲୁଅ ସାମ୍ନାରେ ଅନ୍ଧାର ରହିପାରେ ନା। ଡରର ମୁକାବିଲା କରନ୍ତୁ। ଫେସ୍ ଦ ଫିୟର ଏଣ୍ଡ ଦେୟାର ଇଜ୍ ନୋ ଫିୟର। ପ୍ରଥମ ପଦକ୍ଷେପରେ ଯେଉଁ ଯେଉଁ ଜିନିଷକୁ ଡର ଲାଗେ ତାହା କରନ୍ତୁ, ଜାଣିପାରିବେ ଡରିବାର କିଛି ନଥିଲା। ଉଦାହରଣତଃ ରାତିରେ ଉଠି ପାଣି ପିଇବାକୁ ରୋଷେଇ ଘରକୁ ଯିବାକୁ ଡର ଲାଗୁଥିଲେ ପାଣି ଆଣିବାକୁ ରୋଷେଇ ଘରକୁ ନିଶ୍ଚୟ ଯାଆନ୍ତୁ। ଯେଉଁଥିରୁ ଡର ଲାଗେ ସେହି କ୍ରିୟା କଲେ ଆପଣ ଜାଣିପାରିବେ ଡରର ଶକ୍ତି କମ୍ ହେବାକୁ ଲାଗେ। କାରଣ ସାମାନ୍ୟ ଜ୍ଞାନ କହେ ଯେ ଯଦି ସତରେ ରୋଷେଇ ଘରେ କିଏ ଅଛି, ତେବେ ସେ କ'ଣ ଶୋଇବା ଘର ଯାଏ ଆସିପାରିବ ନାହିଁ? ସେଥିପାଇଁ ଧୈର୍ଯ୍ୟ ସହକାରେ ଡରର ସାମ୍ନା କରିବା ଆବଶ୍ୟକ। ଆଜି ଯାଏ ରୋଷେଇ ଘରେ କଦବା କ୍ୱଚିତ୍ କିଛି ଅସରପା ଓ ମୂଷାଙ୍କ ଛଡ଼ା ଆଉ କାହାରିକୁ ଦେଖିନଥିବେ। ସହାୟତା ନିଅନ୍ତୁ। ଯଦି କେତେବେଳେ ଏମିତି ଲାଗେ କି ଏକ ସମୟରେ ଆପଣଙ୍କୁ ଦୁଇଟି ସ୍ଥାନରେ ରହିବା ଦରକାର, ତେବେ ଦ୍ୱନ୍ଦ୍ୱରେ ନ ରହି ନିଜ ପରିବାର ବା ବନ୍ଧୁଙ୍କ ସହାୟତା ନେବା ଶ୍ରେୟସ୍କର ହୋଇଥାଏ। ନିଜକୁ ରିଚାର୍ଜ କରନ୍ତୁ। କଠିନ ପରିସ୍ଥିତିରେ ବି ନିଜ ଜୀବନରେ ଆସୁଥିବା ଛୋଟ ଛୋଟ ଖୁସିକୁ ବି ମନେ ରଖିବା ଦରକାର। ନିଶ୍ଚିତ ଆପଣଙ୍କ ଚେହେରାରେ ସ୍ମିତ ହାସ୍ୟ ଆସିବ। ଏହା ସହ ନିଜର ଅନ୍ୟ ରୁଚିଗୁଡ଼ିକୁ ଧ୍ୟାନରେ ରଖି ଆପଣ ମଧ୍ୟ ଖୁସିରେ ରହିପାରିବେ। ଏହା ଛଡ଼ା ନିଜ ଅଭ୍ୟାସ ଓ ଶୈଳୀରେ ପରିବର୍ତ୍ତନ ଆଣି ଦୁଃଖ ଓ ଅସୁବିଧାକୁ ବି ଦୂର କରିପାରିବେ। ସକାରାତ୍ମକ ବାର୍ତ୍ତା। ନିଜ ଭିତରେ ନକାରାତ୍ମକ ବିଚାରକୁ ଦୂର କରି ସକାରାତ୍ମକ ବିଚାର ଆଣିବା ଦରକାର। କୌଣସି ବି ପରିସ୍ଥିତିରେ ହାର ମାନିବା ଉଚିତ ନୁହେଁ। ନିଜ ମସ୍ତିଷ୍କକୁ ସକାରାତ୍ମକ ବାର୍ତ୍ତା ଦେବା ଦରକାର। ଏହାଦ୍ୱାରା ଜୀବନର ବଡ଼ରୁ ବଡ଼ ସମସ୍ୟା ବି ଛୋଟ ପରି ଲାଗିଥାଏ। ଜୟ ଶ୍ରୀ ଜଗନ୍ନାଥ।